ଓକେ। ବିଜୟଲକ୍ଷ୍ମୀ ମ୍ୟାଡାମଙ୍କୁ ପ୍ରଥମ ଦିନ କିଏ କିଏ ଦେଖିଥିଲେ? ଆଉ ଆଜି କିଏ ଦେଖୁଛନ୍ତି? କଣ ଭିତରେ ଫରକ ଆସିଛି କିଏ କହିପାରିବେ? ରଞ୍ଜୁ ମ୍ୟାଡାମ କୁହନ୍ତୁ। ଡେ ୱାନ ରେ ଦେଖିଥିଲେ ତାଙ୍କୁ? ହଁ ସାର୍ ଦେଖିଥିଲି, ଭାରି ଦୁଃଖୀ, ମାନେ ଅପସେଟ ମାଇଣ୍ଡ ପୁରା ପୁରା ଥିଲେ। ଏବେ ମାନେ କଣ କିଛି ଦେଖୁଛନ୍ତି? ଥିଲେ। ଏବେ ପୁରା ଏନର୍ଜେଟିକ ଖୁସି ବାସି ଦେଖୁଛି। ଆଉ କିଏ ଦେଇଥିଲେ ଡେ ୱାନ ରେ ହ୍ୟାଣ୍ଡ ରାଇଜ କରନ୍ତୁ। ସିଂହଦେव ମ୍ୟାଡାମ କୁହନ୍ତୁ। ସାର୍ ମୁଁ ସେକେଣ୍ଡ ଦିନରୁ ତାଙ୍କର ପରିବର୍ତ୍ତନ ଦେଖିଛି। ପ୍ରଥମ ଦିନ ଯେମିତି ଥିଲେ ସେକେଣ୍ଡ ଦିନ ଏକଦମ ପୁରା ହାଲକା। ଆଉ ବର୍ତ୍ତମାନ ତ ପୁରା ଲାଗୁଛି ଯେମିତି ଏକଦମ ପୁରା ବେଫିକର ବାସ୍ତା। ଗୁଡ୍। ବହୁତ ବଢିଆ ବହୁତ ସୁନ୍ଦର। ଲାଗୁଛି। ତାଙ୍କର ଏତେ ପରିବର୍ତ୍ତନ ହେଇଛି ମତେ ବହୁତ ସେଇ ପାଇଁ ବହୁତ ଖୁସି ଲାଗୁଛି। ଚାଲନ୍ତୁ ବହୁତ ସୁନ୍ଦର। ଆଉ କିଏ କହିବ? କିଏ ଦେଖିଛନ୍ତି ତାଙ୍କ ଚେହେରା ପ୍ରଥମ ଦିନ? ଓକେ, ସ୍ମିତା କୁହନ୍ତୁ। ଫାଷ୍ଟ ଦିନ ମ୍ୟାଡାମ ପୁରା କାନ୍ଦୁଥିଲେ, ପୁଅ ପାଇଁ ପୁଅ କଥା କହିକି କାନ୍ଦୁଥିଲେ। ଆଉ ସେକେଣ୍ଡ ଦିନକୁ ଏମିତି କହିଲେ ଯେ ମୁଁ ଗାଡି ଯିବି ନିଜେ ଡ୍ରାଇଭିଂ ଶିଖିବା ପାଇଁ। ସେକେଣ୍ଡ ଦିନରୁ ଯୋଉଟା ମ୍ୟାଡାମ କହିଲେ, ମ୍ୟାଡାମ ଯୋଉଟା କହିଲେ ସେକେଣ୍ଡ ଦିନରୁ ହିଁ ମୁଁ ପରିବର୍ତ୍ତନ ଦେଖି ସତରେ ସେକେଣ୍ଡ ଦିନ ହିଁ ସେ କହିଥିଲେ ଯେ ମୁଁ ଗାଡି ଶିଖିବା ପାଇଁ ଯିବି। ମୋର ମନେ ଅଛି। ଆଜି ତ ସେ ଟିକେ ହସୁଛନ୍ତି, ଆମକୁ ବି ଖୁସି ଲାଗୁଛି ଯେ ହସୁଛନ୍ତି, ଟିକେ ସେମିତି ଥାଆନ୍ତୁ ଭଲରେ। ଧୀରେ ଧୀରେ ପରିବର୍ତ୍ତନ ହେଇଯିବ ସବୁ ଜିନିଷ। ମାନେ ସମୟ କହନ୍ତିନି ବହୁତ ବଡ ବଡ ଇଏ ଲିଭେଇ ଦିଏ, ସେଇଭଳିଆ ସମୟ ପରିବର୍ତ୍ତନ ଅନୁସାରେ ସବୁ ଠିକ ହେଇଯିବ। ଗୁଡ୍। କୁହନ୍ତୁ ଭାନୁମତୀ ମ୍ୟାଡାମ। କୁହନ୍ତୁ। ହଁ ସାର୍ ନମସ୍କାର। ସାର୍ ନମସ୍କାର। ନମସ୍କାର। ସାର୍ ମୁଁ ତ କମେଣ୍ଟରେ ବି କରିଥିଲି ସେ ମ୍ୟାଡାମ ର କଥା, ଆଉ ମୋ ସାଙ୍ଗମାନଙ୍କୁ ବି ସେୟାର କରିଛି, ସମସ୍ତଙ୍କୁ କହେ ସାର୍। ମତେ ବହୁତ ଖୁସି ଲାଗିଲା ଫାଷ୍ଟ ଦିନ ସେ ମାନେ ଯେମିତି ମାନେ ତାଙ୍କ ଚେହେରା ଦିଶୁଥିଲା ନା, ମତେ ବହୁତ ଦୁଃଖ ଲାଗିଥିଲା। ତାପରେ 2 ଦିନ ପରେ ସେ 3 ନମ୍ବର ଦିନ ଯେମିତି କହିଲେ କି ମୁଁ ନାଇଁ ଡ୍ରାଇଭିଂ କରିବି, ଆଉ ମୁଁ ଆଗକୁ ଯିବା ପାଇଁ ଚାହୁଁଛି ସାର୍, ମତେ ବହୁତ ଖୁସି ଲାଗିଲା ସାର୍। ଆଉ ସମସ୍ତଙ୍କ ସହିତ ମୁଁ ସେୟାର କରେ ଏଇ କଥାଟା। ଆଚ୍ଛା। ଭଗବାନ କରନ୍ତୁ ଆଗକୁ ସେ ନିଅନ୍ତୁ, ଏଞ୍ଜେଲ ମଧ୍ୟ ତାଙ୍କୁ ହେଲ୍ପ କରନ୍ତୁ। ଚାଲ। ରାଧିକା କୁହନ୍ତୁ। ଦେଖିଥିଲେ ଆପଣ? ନମସ୍କାର ସାର୍। ନମସ୍କାର। ହଁ ଡେ ସାର୍ ୱାନ ରେ ଦେଖିଥିଲି, ଦେଖିଥିଲେ? ବହୁତ ଆଜ୍ଞା ଦେଖିଥିଲି। କଣ ଦେଖିଥିଲେ? ବହୁତ ଭାଙ୍ଗି ପଡିଥିଲେ ମ୍ୟାଡାମ। ହୁଁ ଆଉ ହୁଁ ସବୁବେଳେ ତାଙ୍କ ପୁଅ କଥା କହି କହି ଆଖିରୁ ସବୁବେଳେ ମାନେ ହୁଁ ଲୁହ ହୁଁ ବଢି ଆସୁଥିଲା, ବହୁତ ଭାଙ୍ଗି ପଡିଥିଲେ ସେ। ହୁଁ ହୁଁ ଆଉ ହୁଁ। ଏବେ ସେ ବହୁତ ଖୁସିରେ ଅଛନ୍ତି। ଆଉ ତାଙ୍କ ବହୁତ ପରିବର୍ତ୍ତନ ହେଇଛି, ଆଞ୍ଜେଲ ବହୁତ ପରିବର୍ତ୍ତନ କରିଛନ୍ତି। ଆଉ ଆଞ୍ଜେଲକୁ ସବୁବେଳେ ମୁଁ ପ୍ରାର୍ଥନା କରିବି ଯେ ସେ ସବୁବେଳେ ଖୁସିରେ ରୁହନ୍ତୁ, ଆଉ ତାଙ୍କୁ ସାହାଯ୍ୟ କରନ୍ତୁ, ସେ ଆଗକୁ ଆହୁରି ବଢନ୍ତୁ। ଗୁଡ୍। ବହୁତ ବଢିଆ। ଆଉ କିଏ କହିବେ? ରଞ୍ଜୁ ମ୍ୟାଡାମ କହିବେ? ଆଉ ଥରେ କୁହନ୍ତୁ। ସାର୍ ସେ ଯୋଉ ସେଦିନ ସେ ଯୋଉ ଦୁଃଖ କରି କାନ୍ଦିଲେ, ହୁଁ ହୁଁ କାନ୍ଦିଲା ପରେ ସେ ଯୋଉ ଅପସେଟ ମାଇଣ୍ଡ ରହିଲେ, ଆପଣ ସେଦିନ ଗୋଟେ କଥା କହିଲେ, ମାନେ ଭାରି ଆତ୍ମୀୟତା ଲାଗିଲା, ତାଙ୍କୁ ବି ଲାଗିଥିବ, ମୁଁ ବି ଫିଲ୍ କରିଛି। ଆପଣ ଏମିତି ଦୁଃଖରେ ରହିବେ ନା ବାହାରିବେ? ଆଉ ସେ ପୁଅ କଣ ଫେରିବ? ସେ ତ ଫେରିବାର ନାହିଁ। ଆପଣ ଏଥିରୁ ବାହାରି ଆସନ୍ତୁ, ଏଇ କଥାଟା ତାଙ୍କୁ ଭାରି ଟଚ୍ କରିଥିବ। ମୁଁ ଭାବୁଛି ଏଇ ଜିନିଷ ଯେ ତାଙ୍କୁ ଚେଞ୍ଜ କରିଦେଇଛି। ନାଇଁ, ତାଙ୍କ ସହିତ ମୁଁ ତାଙ୍କର ଦୁଇଥର ଖଣ୍ଡେ ଅଛି, ତାଙ୍କର ପ୍ରଥମରୁ ଚେଷ୍ଟା କାଉନସିଲିଂ ରହିଛି। କରିଥିଲି, କଥା ହେଇଥିଲି। ତାଙ୍କ ଚେଷ୍ଟା ତ ରହିଛି, ସେ ଚେଷ୍ଟା କରିଛନ୍ତି, କହିଛନ୍ତି ଯେ ମୁଁ ଏଥିରୁ ବାହାରିକି ଦେଖେଇବାକୁ ଚାହୁଁଛି ବୋଲି। କିନ୍ତୁ ଏଇ ଯୋଉ ପ୍ରଚେଷ୍ଟା ଆପଣଙ୍କର, ଏଇଥିପାଇଁ ସେ ଚେଞ୍ଜ ହେଇଯାଇଛନ୍ତି। ମୁଁ ଏଇଟା ଫିଲ୍ କରିଛି ସାର୍। ଚାଲ, ବହୁତ ବଢିଆ, ବହୁତ ବଢିଆ। ରେଶ୍ମା ସାର୍ କୁହନ୍ତୁ। ସାର୍ ପ୍ରଥମେ କହିବି, ତାଙ୍କ ପୁଅ ଯିଏ ଆଦିତ୍ୟ, ସେ ମୋର ବେଷ୍ଟ ଫ୍ରେଣ୍ଡ। କିଏ ବେଷ୍ଟ ଫ୍ରେଣ୍ଡ? ଆଦିତ୍ୟ। ଓ ତାଙ୍କ ସେ ପୁଅ ମୁଁ ଯିଏ ଯିଏ ଆଜ୍ଞା ଡେଥ୍। ଆଜ୍ଞା ଆଚ୍ଛା ଆଜ୍ଞା। ଆଚ୍ଛା। ମୁଁ ତାକୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ତାକୁ ସାଙ୍ଗରେ ନେଇକି ହିଁ ଯାଇଥିଲି। କହି ହବନି ପୁରା। ଆଉ ତାଙ୍କ ଘରକୁ ମୁଁ ଯେତେବେଳେ ବି ଯାଏ ଆଦିତ୍ୟ ପରେ, ମୁଁ ମାଉସୀଙ୍କୁ ବସ ସେଇଠୁ ଲୁଚିକି ହିଁ ଦେଖିକି ଆସେ, କାହିଁକି ନା ତାଙ୍କ ସାମ୍ନାକୁ ଯାଇନି, ତାଙ୍କୁ ସେଇ ଅବସ୍ଥାରେ ମୁଁ ଦେଖି କାହିଁକି? ହିଁ ପାରେନି। ମାନେ କାନ୍ଦ? ସେ ବେହୋସ ହେଇଯାଆନ୍ତି ପୁରା। ଆରେ ଅଧଘଣ୍ଟାକୁ ଥରେ ତାଙ୍କୁ ପାଣି ମାରିକି ପୁଣି ଉଠେଇବାକୁ ପଡେ। ମୁଁ ହୁଏତ ଯାଇନି ତାଙ୍କ ପାଖକୁ,
ହଁ ହଁ। ମତେ ଦେଖିଲେ ସେ ବୋଧେ ଆଦିତ୍ୟ କଥା ମନେ ପକେଇବେ ବୋଲି ମୁଁ ଯାଇପାରେନି ସାର୍ ତାଙ୍କ ପାଖକୁ। ଆଚ୍ଛା ସେଥିପାଇଁ ମୁଁ ହଉ। ବାସ୍ ମିଶିକି ଦେଖିକି ପଳେଇ ଆସେ 2-3 ଥର ବି ଯେତେବେଳେ ବି ଯାଏ। ଆଚ୍ଛା ଆଚ୍ଛା। ଏପର୍ଯ୍ୟନ୍ତ ବି ମୋ ମାଉସୀଙ୍କୁ ମୁଁ ଅଛି ନା ନାଇଁ ବୋଧେ ଜଣା ନଥିବ। ଏବେ ଜାଣି ଯାଇଥିବେ ଯେ ଏବେ ଓକେ। ଖୁସି ଲାଗୁଛି। ମୁଁ ଯେତେ ଥର ବି ଯାଇଛି ମନ୍ଦିର ପାଖାପାଖି ବି ମୁଁ ସାର୍ ତାଙ୍କ ଘରକୁ ବି ଯାଇନି। ମୋ ସାହସ ହୁଏନି ତାଙ୍କ ଘରକୁ ଯିବାକୁ କି ତାଙ୍କ ସାମ୍ନାକୁ ଯିବାକୁ। ଯାଅ ଏଥର ଯାଅ ହେଲା। କ୍ଲାସ ସରିଲେ ହଜବେଣ୍ଡ କୁ କୁହ ମିଶିକିରି ଯାଅ, ତାଙ୍କ ଭିତରେ ପରିବର୍ତ୍ତନ ଆସିଗଲାଣି। ଓକେ, ଟିକେ ସ୍କୋପ ଦିଅ। ଆଉ ତା ଭିତରେ ସେ ଏବେ ଏବେ ପୁରା ଚେଞ୍ଜ ହେଇଯିବେ, କିଛି ଅସୁବିଧା ନାହିଁ। ସାର୍ କିଛି ବହୁତ ଅସୁବିଧା ଚେଞ୍ଜ ହେଇଗଲା ନାହିଁ। ହଁ, ଏବେ। ଚେଞ୍ଜ ହେଇଯିବ। ଓକେ, ଯାଆନ୍ତୁ ଏଥର। ଆଜ୍ଞା। ତାଙ୍କ ଫୋନ ଆପଣ ଉଠଉନଥିଲେ, ଆଇ ଥିଙ୍କ ମୁଁ ଯେତିକି ତାଙ୍କ ସହିତ କଥା ହେଇଥିଲି ସେ ନା କହୁଥିଲେ ନା କି ସେ କେବେ ନୟାଗଡ଼ର କିଏ ଫୋନ ଜଣେ। କଲେ ମୁଁ ତାଙ୍କ ଫୋନ କୁ କେବେ ବି ମୁଁ ତାଙ୍କୁ ମାନେ କହିଲି, ମୁଁ କହିଲି ଆଟେଣ୍ଡ ଫୋନ କରେନି। ତମର କାହିଁକି କିଏ ଉଠେଇବ? ଆପଣ ଫୋନ କରିବେ ଯଦି କାନ୍ଦିବେ କାହା ଆଗରେ, କାହିଁକି କିଏ ଆପଣଙ୍କର ଫୋନ ଉଠେଇବ? ମୁଁ ତାଙ୍କୁ କାଉନସିଲିଂ କରିଥିଲି ସେଦିନ। ବଟ୍ ମୁଁ ଜାଣିନଥିଲି ଆପଣ ନା ଆଉ କିଏ। ମୁଁ ସେଥିପାଇଁ ସେଦିନ ପଚାରିଲି ଆପଣ ଓଡଗାଁ, ବାଲୁଗାଁ, ନୟାଗଡ଼ ଏମିତି ସବୁ ପଚାରିକି ଆପଣଙ୍କ ସହିତ ଚେଷ୍ଟା କଲି ଜାଣିବା ପାଇଁ। ତାପରେ ଆଉ ମୁଁ କହିଲି ଛାଡିଦେବା, ହଉ ଦେଖିବା ପରେ ଆଗକୁ। ଓକେ। ନା ତ ତାଙ୍କ ଅବସ୍ଥା ଦେଖିଲେ ସାହସ ହିଁ ହୁଏନି। ହଉ, ଯିବେ କ୍ଲାସ ସରିଲେ ଥରେ ଟିକେ ଯାଇକିରି ମିଶିକିରି କୋଳାଗ୍ରତ ହେଇକିରି ଆସିବେ ହେଲା, ଦୁଃଖ ସୁଖ ହେଇକିରି। ଆଜ୍ଞା। ହଉ, ତାଙ୍କ ମୁହଁରୁ କିଛି ଶୁଣିବୁ। ବିଜୟଲକ୍ଷ୍ମୀ ମ୍ୟାଡାମ ସବୁ ଚାହିଁଲେଣି ଆପଣଙ୍କ ମୁହଁରୁ ଶୁଣିବା ପାଇଁ। ଆଉ ସମସ୍ତଙ୍କର ଆଶୀର୍ବାଦ ପଳେଇଲା ଆପଣଙ୍କ ପାଖକୁ। ଅନୁମୋଦ କରନ୍ତୁ। ନମସ୍ତେ। ନମସ୍କାର। ସାର୍ ଫାଷ୍ଟ ଦିନର ଯୋଉ ରଞ୍ଜୁ ମ୍ୟାଡାମ ଯୋଉ କହିଲେ, ସେଇ ହଁ ହଁ ଗୋଟିଏ ପଦ କଥାରେ ମୋର ମାଇଣ୍ଡ ପୁରା ପରିବର୍ତ୍ତନ ହେଇଯାଇଛି। ଆଉ ଯେତେବେଳେ ମୁଁ ଦେଖିଲି ରେଶ୍ମା ରାଣୀ ବୋଲି, ମୁଁ ଆପଣଙ୍କୁ ତା ପରଦିନ ଫୋନ କରିକି ବି କହିଛି ଇଏ ହଉଛି ମୋ ଝିଅ। ଆପଣ କହିଲେ କାହିଁ ତା ସାଙ୍ଗରେ କଥା ହଉନାହାନ୍ତି, ମୁଁ କହିଲି ସିଏ ମୋ ନମ୍ବର ଟା ବ୍ଲକ ଲିଷ୍ଟରେ ପକେଇ ଦେଇଛି। ଏ ଜିନିଷ ଟା ଆପଣଙ୍କୁ ମୁଁ କହିଥିଲି ଦେବାଙ୍କୁ, କାହିଁକି ମୁଁ ନା ତାପରେ କଣ କହିଲି? ସେତିକି ତା ଭିତରେ ମୋର ସେତିକି ଫିଲିଙ୍ଗ ଅଛି। କାହିଁକି ମୋ ଝିଅକୁ ମୁଁ ପଛରେ ପକେଇକି ତାକୁ ଆଗରେ ରଖିଥିବି। ଆଉ ଯେତେବେଳେ ରାକ୍ଷୀ ପୂର୍ଣ୍ଣମୀ ଆସିବ, ମୋ ପୁଅକୁ ଆଗ ପଠେଇବି, ଯା ଆଗ ତାକୁ ରାକ୍ଷୀ ବାନ୍ଧିବୁ, ତାପରେ ଆସିଲେ ଝିଅ ବାନ୍ଧିବୁ। ଏଇ ଜିନିଷ ଟା ମୋ ଭିତରେ ଥିଲା। ଆଉ ମୁଁ ଆଚ୍ଛା ସବୁବେଳେ ଯେତେବେଳେ ବି ତାକୁ ଦେଖେ, ମୁଁ ପୁଅକୁ ତା ଭିତରେ ଦେଖିଦିଏ। ଆଉ ସେ ଫିଲିଙ୍ଗ ଟା ବି ମୋର ସବୁବେଳେ ତା ପ୍ରତି ରହିଛି। କାହିଁକି ନା ତାକୁ ଯେତିକି ମୁଁ ଇଏ କରୁଛି, ସେତିକି ବି ସେ ମୋର ନିଜର ହେଇଯାଉଛି। ଆଚ୍ଛା ଆଉ ଆଉ ବର୍ତ୍ତମାନ ତ ତା ପାଖରୁ ମୁଁ ବହୁତ କିଛି ଶିଖି ପାରିବି, ବହୁତ କିଛି। କାହିଁକି ନା ଓକେ। ତା ପାଖରେ ସେ ଟ୍ୟାଲେଣ୍ଟ ଅଛି। ତା ପାଖରେ ସେଇ ମାନେ ଭୌତିକ ଶକ୍ତି ଯାକ ସବୁ ଯାକ ତା ପାଖରେ ଅଛି। ମୁଁ ସେଥିପାଇଁ ତା ସାଙ୍ଗରେ କଥାବାର୍ତ୍ତା ହେବା ପାଇଁ ବହୁତ ଚେଷ୍ଟା କରିଛି, କିନ୍ତୁ କଥା ହେଇପାରିନି। ହଉ, ଏଥର ଆଉ କଥା ହେବାନି, ମିଶିଯିବେ। ଓକେ, ଦି ଜଣ ଯାକ ମିଶିଯିବେ ଥରେ ଯାଇକିରି। ଠିକ ଅଛି। ସମସ୍ତଙ୍କର ବ୍ଲେସିଂ ଆପଣଙ୍କ ପାଖକୁ ଆସିଗଲା। ଆପଣ ଏଥର ପୁରା ଏନର୍ଜେଟିକ ହେଇଯାଇଛନ୍ତି। ଆଗକୁ ଆଉ ସାର୍ ପଛକୁ ମୋର ଦେଖିବା।